ବୁଟ ଡାଲି ଚଟଣି ଆପଣ ଥରେ ମୋ ଷ୍ଟାଇଲର ବନେଇ ଦେଖନ୍ତୁ। ବରା ହଉ, ଇଡଲି ହଉ କିମ୍ବା ଦୋସା ହଉ, ଆପଣ ସବୁଥିରେ ମଧ୍ୟ ଖାଇପାରିବେ। ବନେଇବା ଅତି ସହଜ ଆଉ କେବଳ ବୁଟ ଡାଲିରେ ହିଁ ହେବ। ତା ସହିତ ଆଉ କିଛି ଦରକାର ପଡ଼ିବନି। ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଜାଣିପାରିବେ କେମିତି ଆପଣଙ୍କର ବୁଟ ଡାଲି ମଧ୍ୟ ଟେଷ୍ଟି ବନିବ। ବହୁତ କମ୍ ଟାଇମ୍ରେ ହେବ ଆଉ ସକାଳର ଜଲ୍ଦି ଜଲ୍ଦି ଟାଇମ୍ ଭିତରେ ମଧ୍ୟ ଆପଣ କରିପାରିବେ। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣ ଗୋଟେ ମିକ୍ସି ଜାର୍ ନେବେ, ମାନେ ଯେଉଁଟା ପୁରା ଛୋଟଟା ଆପଣଙ୍କର ମସଲା ଜାର୍ ଯେଉଁଟା, ସେଇଥିରେ ବୁଟ ଡାଲି ଆପଣଙ୍କର ଭଜା ବୁଟ ଡାଲି କହିବାକୁ ଗଲେ ଏଇଟା ଅଧା କପ୍ ଭଳିଆ ହେବ। ଆଉ ତା ସହିତ ମୁଁ ନେଇଛି 2ଟା ଶୁଖିଲା ଲଙ୍କା ଆଉ କିଛି ଅଦା ଆଉ 4ରୁ 5ଟା ରସୁଣ। ଯଦି ଆପଣ ପୂଜା ପର୍ବାଣିରେ କରୁଛନ୍ତି ରସୁଣକୁ ଆପଣ ସ୍କିପ୍ କରିପାରିବେ। ଆଉ ତା ସହିତ ମୁଠେ ଭଳିଆ ଆପଣ ଧନିଆ ପତ୍ର ଆଉ ତା'ର କଅଁଳିଆ ଡେମ୍ଫ, କିଛି ସ୍ୱାଦ ଅନୁସାରେ ଲୁଣ ମଧ୍ୟ ଏଠି ଦେଇପାରିବେ। ଫାଷ୍ଟ କ'ଣ କରିବେ ନା, ଆକୁ ଏମିତି ଶୁଖିଲାରେ ଗ୍ରାଇଣ୍ଡ କରିବେ, ଜମା ପାଣି ପକାଇବେନି। ପ୍ରଥମ ଥରଟା ଏମିତି ଶୁଖିଲାରେ ଦେଖନ୍ତୁ, ପୁରା ଏମିତି ପାଉଡ଼ର ହେଇଯିବ ବିନା ପାଣିରେ। ତାପରେ ଆପଣଙ୍କର ଜାର୍ ହିସାବରେ ଆପଣ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଗ୍ରାଇଣ୍ଡ କରିବେ, ଯେତିକି ଗ୍ରେଭି ଦରକାର ସେଇ ଅନୁସାରେ। ଆଉ ଗ୍ରାଇଣ୍ଡର ଯଦି ଆପଣଙ୍କର ପୁରା ଛୋଟ ଅଛି ତାହେଲେ ଅଳ୍ପ ପକାଇବେ, ତାପରେ ହେଲା ପରେ ଆଉ ଟିକେ ପକାଇବେ। ଏମିତି ପକାଇ ପକାଇ ଆପଣଙ୍କୁ ପୁରା ପେଷ୍ଟ ବନେଇବେ ଆଉ କନସିଷ୍ଟେନ୍ସି ମଧ୍ୟ ସେଇଠି ଆଡ଼ଜଷ୍ଟ କରିବେ। ଦେଖନ୍ତୁ ମୁଁ ପ୍ରଥମେ ଅଳ୍ପ ପକାଇଲି, ତାପରେ ତାକୁ ଟିକେ ଘାଣ୍ଟି ଦେଲି। ବର୍ତ୍ତମାନ କଭର୍ ଦେଇକି ତାକୁ ମୁଁ ଭଲସେ ଫାଇନ୍ ପେଷ୍ଟ କରିନେବି। ଯଦି ଆପଣ ରାଗବାଲା ଟିକେ ଚାହୁଁଛନ୍ତି, ଏଇଠି ମଧ୍ୟ ଆପଣ କଞ୍ଚା ଲଙ୍କା ନେଇପାରିବେ ଶୁଖିଲା ଲଙ୍କା ଜାଗାରେ। ଆଉ ରାଗ ତ ମୁଁ ବେଶୀ ଦେଇନି, ଅଳ୍ପ ଦେଇଛି, ଆପଣ ଆପଣଙ୍କ ହିସାବରେ ଆଡ଼ଜଷ୍ଟ କରିବେ। ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ ପରେ ଏମିତି ଗୋଟେ ଫାଇନ୍ ପେଷ୍ଟ ବନେଇବ। ଦେଖିକି ଯଦି ଆପଣଙ୍କର ଥରକରେ ବି ନ ହେଉଛି ତାହେଲେ ବାରମ୍ବାର ଗ୍ରାଇଣ୍ଡ କରିବେ, କିନ୍ତୁ ପେଷ୍ଟଟା ଆପଣଙ୍କର ଫାଇନ୍ ହେବାର ଅଛି। ତ ବର୍ତ୍ତମାନ ତାକୁ ଗୋଟେ ବାଉଲ୍ ନେଇଯିବେ, ସେତିକି ଆପଣ ଟ୍ରାନ୍ସଫର୍ କରିଦେବେ। ଦେଖନ୍ତୁ ଏଠିକି ନେଲେ ବର୍ତ୍ତମାନ ଆମେ ଯିବା ମେନ୍, ତା'ର ହେଉଛି ତଡ଼କା। ତ ଟିକେ ଗ୍ରେଭି ଲାଗିଲା, ସେଥିପାଇଁ ଗ୍ରାଇଣ୍ଡର ଜାର୍ରେ ମୁଁ ଟିକେ ପାଣି ଦେଇକି ତାକୁ ଏଥିରେ ପକାଇଦେଲି, ନର୍ମାଲ୍ ଟେମ୍ପରେଚର ପାଣି। ତ ସେଇଟା ଆପଣ ଟିକେ ଏମିତି କ୍ଲିନ୍ କଲା ଭଳିଆ ଦେଇକି ତାକୁ ଟିକେ ଏଥିରେ ପକାଇଦେବେ ପାଣି। ଆକୁ ନା ଟିକେ ସମୟ ପରେ ଦେଖିବେ ସେ ଆଉ ଟିକେ ଗାଢ଼ା ହେଇଯିବ। ଏବେ ଗୋଟେ ତଡ଼କା ପ୍ୟାନ୍ ନେଇକି ସେଥିରେ ଆପଣ ତେଲ ଦେବେ, ଆଉ ଶୁଖିଲା ଲଙ୍କା ଦେବେ, କିଛି ସୋରିଷ ଦେବେ ଅଧା ଚାମଚ ଭଳିଆ। ଆଉ ତା ସହିତ ସବୁଠୁ ମେନ୍ ଜିନିଷ ହେଉଛି ଆପଣଙ୍କର ଭୃଷଙ୍ଗ ପତ୍ର ଟିକେ ଅଧିକ ନେବେ। ଆଉ ଏବେ ବାସ୍ ମାନେ ତା'ର ଫ୍ଲେଭରକୁ ଆଉ ଟିକେ ଏନହାନ୍ସ କରିବା ପାଇଁ ମୁଁ ସେଥିରେ ଦେଇଛି ଗୋଟେ ପିଞ୍ଚର ହେଙ୍ଗୁ। ସେଇଟା ଆପଣ ନିହାତି ଭାବେ ଦେବେ, ଜମାରୁ ସ୍କିପ୍ କରିବେନି। ଆଉ ଏବେ ସବୁକୁ ବେଳେବେଳେ ହେଙ୍ଗୁଟା ନା ଖାଲି ତେଲରେ ପଡ଼ିଲେ ସେଇଟା ଟିକେ ଗୋଟା ବାନ୍ଧିଯାଏ, ତ ତାକୁ ଟିକେ ଏମିତି ମିଶାଇ ଦେବେ। ଆଉ ଏବେ ଗ୍ୟାସ୍ର ଫ୍ଲେମ୍ ଅଫ୍ କରିକି ତାକୁ ଆଣିକି ଆପଣ ଯେଉଁଠି ଚଟଣି ଯେଉଁଟା ରଖିଥିଲେ ବନେଇକି ସେଇଥିରେ ଆପଣ ଢାଳି ଦେବେ, ଆଉ ତାକୁ ଟିକେ ଘାଣ୍ଟି ଦେବେ। ଦେଖା ହେବ ନେକ୍ସଟ ଭିଡ଼ିଓରେ ଆଉ ଗୋଟେ ନୂଆ ଭିଡ଼ିଓ ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।